ଯେ ବାତ୍ୟା ହଉଛି ଇଏ ହଉଛି ଏ ସବୁ ଭୂତର ପ୍ରଭାବ ଆପଣ ପଠେଇଲା ବେଳକୁ ସବୁ ଭୂତ ମାନେ ଆପଣଙ୍କ କଥା ମାନୁଛନ୍ତି ସେଗୁଡା ସବୁ କରୁଛନ୍ତି ନା ବାତ୍ୟାର ଆଉ କିଛି ଆପଣ ଲାଗୁଛି କଥା ଗୁଡା ସବୁ ଠିକ ଠାକ ଲୋକ ଗ୍ରହଣ ଶୁଣନ୍ତୁ କରିବେ? ଲୋକ ଗ୍ରହଣ ତ କରିବାକୁ ବାଧ୍ୟ ଲୋକ କାହିଁ ଗ୍ରହଣ କରିବେନି ଲୋକ ଗ୍ରହଣ କରୁଛନ୍ତି ଆଗରୁ ଥିଲା ଏବେ ଅଛି ଏବେ ଏଇଟା ଆଗରୁ ଖଣ୍ଡିଆ ଭୂତ କଥା ଆମେ ଶୁଣୁଥିଲେ ଏବେ ଅଛି ଖଣ୍ଡିଆ ଭୂତ କଣ? ହଁ ଖଣ୍ଡିଆ ଭୂତ ଆପଣ ଦେଖିନାହାନ୍ତି ସେମାନେ ବହୁତ ଉପଦ୍ରବ କରିବେ ତା ସେ ଯୋଉ ପତ୍ର ଫତ୍ର ସବୁ ଉଡେଇକି ନେଇକି ସବୁ ଯିବେ ଆପଣ ସେମାନେ ଦେଖିଛନ୍ତି ଖଣ୍ଡିଆ ଭୂତକୁ? ସେମାନେ ମୋ ଏଇ ଅଛନ୍ତି ମୋ ପାଖେ ଏଇ ଗଛରେ ମୁଁ ରଖିଛି ଏଇ ଗଛରେ ପା ମୁଁ 40 ଲକ୍ଷ ରଖିଛି ମୋ ଗଛରେ ଏଇଠି ମୋର ଗଛ ଅଛି ଏଇଠିକିନା ଗେଟ୍ ପାଖରେ କଇଁଆ ଗଛରେ ସବୁ ତକ ଅଛନ୍ତି ରାତିରେ କଣ ଶୁଆଇ ଦଉଛନ୍ତି ମୋତେ ଆଚ୍ଛା ଶୁଆଇ ଦଉନାହାନ୍ତି ମୋତେ ଆପଣ କଣ ରାତି ସାରା କହୁଛନ୍ତି ଖଣ୍ଡିଆ ଭୂତ ସବୁ କଣ ଆରେ କହୁଛନ୍ତି? କଣ ରାତି ସାରା ଖଡ ଧଡ ଏମିତି କରିବେ ମାନେ ଶୁଆଇ ଦେବି ଆଉ ଘରେ କହୁଛନ୍ତି ତୁ ଗୋଟେ ଭଲ ଲୋକ ସବୁବେଳେ ପିଲାମାନଙ୍କୁ ତମର ଏଇଠି ରହିଲେ ସିଆଡେ ଦୂରେଇକି ରଖ କାଲି ଗୋଟେ କଣ ହେଲା ଗୋଟେ ଡେଇଁଲା ସେ ଉପରକୁ ସେ ଘରେ ଛାନିଆ ହେଇଗଲେ ମୁଁ କହିଲା ତ କାହିଁ ସିଏ ପିଲାମାନେ ରାତିରେ ସେ ଆମର ଅଛନ୍ତି ଖେଳା ବୁଲା କରିବେ ମଣିଷ ଆପଣ ଫୁଟବଲ ଖେଳିବେ ଆପଣ କ୍ରିକେଟ ଖେଳିବେ ଆପଣ ଭଲି ଖେଳିବେ ହକି ଖେଳିବେ ସେମାନେ ଖେଳିବେନି ନା ତାଙ୍କର ଗୋଟେ ମନ ଅଛି ନା ନାଇଁ। ଏବେ ଯୋଉ ତାହେଲେ ଟିଭି ରେଡିଓ ନା କଣ ଗଣମାଧ୍ୟମରେ ଯୋଉ ସତର୍କ ଘଣ୍ଟି ଦିଆଯାଉଛି ସ୍କୁଲ ଗଜପତି ଜିଲ୍ଲାରେ ସ୍କୁଲ ବାତିଲ ହବ ବୋଲି ତାକୁ ସବୁ କୁହାଯାଉଥିଲା ଆଉ ବାତ୍ୟାର ଯୋଉ ଦିଗଟା ଟିକେ ପରିବର୍ତ୍ତନ ହେଇଯାଇଛି ସେଗୁଡା ସବୁ କଣ ଆପଣଙ୍କୁ ଭୂତ ମାନେ କରୁଛନ୍ତି? ହଁ ସେ କାକିନାଡା ଆଡେ ସେ ଆମର ଏପଟକୁ ମାଡ଼ କରିଥାନ୍ତେ ପୁରୀରେ ହୁଁ ଯେହେତୁ ପୁରୀରେ ମାଡ଼ କରିବ ସେ ଖୋର୍ଦ୍ଧାରେ ପ୍ରଚଣ୍ଡ ବେଗରେ ମାଡ଼ ହେଇଥାନ୍ତା ଆମର ଏଇ ଖୋର୍ଦ୍ଧା ପୁରୀ ଏ ଦେଖନ୍ତୁ ଖୋର୍ଦ୍ଧା ପୁରୀରେ ମାଡ଼ ହେଲେ ଅସୁବିଧା କଣ କି ହୁଁ ଏଠି ଆମର ଜଗନ୍ନାଥଙ୍କର ନୀତିଟା ଚାଲୁଛି ହୁଁ ଆମର ସବୁଦିନ ଭକ୍ତମାନେ ପୁରୀ ଯିବେ କଣ ଏଠି ଆମର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଭକ୍ତମାନେ ଆସିବେ ଏଠି ମାଡ଼ ହେଲେ ଅସୁବିଧା ହବ ତାପରେ ମୁଁ ଏଇଠି ରହୁଛି ମୋ ପିଲାମାନଙ୍କୁ କହିଲି ତାକୁ ଟିକେ ସିଆଡେ ବୁଲେଇ ଦିଅ ହୁଁ ସେମାନେ ଯାଇକି ଏବେ ଯାଇଛନ୍ତି ସିଆଡେ ମାନେ ସେମାନେ ଅଛନ୍ତି ଆପଣଙ୍କ ଫେରିଲେ କଥାରେ ସେ ଭୁଲିଗଲେ? ହଁ ଆରେ ଆପଣ ଆପଣ ଜାଣିନାହାନ୍ତି ଗତ ଥର ଆପଣ ସରକାର କେତେ ଡିକ୍ଲେୟାର କଲା ଆଉ ଲୋକଙ୍କୁ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଯୋଜନା କଣ ନ କରିଛି ଗତ ଥର ସରକାର କହିଲେ ହଁ ଆଉ ଲୋକ ଘରେ ଶୋଇଲେନି କିଛି ହେଲା କି ହଁ ଗୋଟେ ଗଛର ପତ୍ର ହଲିଛି କି କିଛି ହେଇନି କିନ୍ତୁ ବର୍ଷାଟା ଟିକେ ଦରକାର କାହିଁକି ନା ଧାନ ଚାଷ ସମୟ ଏଇଟା ତାହେଲେ ଆପଣ ଗୋଟେ ଯୋଉ କାମ ବର୍ଷା ହବ କଲେନି ସେ ଫନି ଟାଇମ ରେ ଆପଣ ଟିକେ ଅଟକେଇ ଦେଲେନି ଭୂତ ମାନଙ୍କୁ କହିକି ଏତେ ଅସୁବିଧା ହେଲା ଦାନା ହେଲା ଫନି ହେଲା ଆଉ ସେଗୁଡା ସବୁ ଆପଣଙ୍କ ଭୂତ ମାନେ କଣ କରୁଥିଲେ ଶୋଇ ପଡୁଥିଲେ? ଶୁଣନ୍ତୁ ବର୍ତ୍ତମାନ ଯୋଉ ସରକାରଟା ଆସିନି କି ଏଇଟା ହଁ ହଉଛି ଏବେ ଯୋଉ ସରକାର ଅଛି ଏଇଟା ହଉଛି ଧର୍ମାତ୍ମା ଏ ହଉଛି ହଁ ଯୁଧିଷ୍ଠିର ସେବେ ଦୁର୍ଯ୍ୟୋଧନ ଥିଲା ଦୁର୍ଯ୍ୟୋଧନଙ୍କ ରାଜ୍ୟଟା ମାଡ଼ ହବା ଦୁର୍ଯ୍ୟୋଧନଙ୍କର ମାଡ଼ ହବା ଦରକାର ଥିଲା ହୁଁ ତାକୁ ମାଡ଼ ଦରକାର ଥିଲା ତେଣୁକରି ଆଚ୍ଛା ସେ ଫନି ମାଡ଼ କଲା ଫାଇଲିନ ମାଡ଼ କଲା ହୁଡହୁଡି ମାଡ଼ କଲା ତାକୁ ଦରକାର ଥିଲା ସେଟା ଗାଲୁଆ ଥିଲା ଏବେ ଯୋଉ ସରକାର ଅଛି ହେଲେ ଧର୍ମାତ୍ମା ଯେ ଯୁଧିଷ୍ଠିର ମହାରାଜ ରାଜା ହରିଶ୍ଚନ୍ଦ୍ର ଏବେ ଅଛନ୍ତି ତେଣୁକରି ତାଙ୍କ ରାଜ୍ୟ ଏ ରାଜ୍ୟ ପ୍ରଜା ମାନେ ଖୁସି ରହିବେ ସେଥିପାଇଁ ମୋ ପ୍ରେତମାନେ କାମ କରିବେ ଅଧର୍ମ ଅନ୍ୟାୟ ଯେତେବେଳେ ରାଜା କରିବ ମୋ ପ୍ରେତମାନେ କାମ କରିବେନି। ଓ ଆଚ୍ଛା ଧର୍ମରେ ରହିଲେ କରିବେ ଏବେ ସରକାର ଭଲ ଅଛନ୍ତି ଧର୍ମରେ ହଁ ଅଛନ୍ତି ଭଲ ଦେଖନ୍ତୁ କେତେ ବଢିଆ ସେଥିପାଇଁ ସରକାର ଆପଣଙ୍କ ସରକାର ଆପଣଙ୍କର ଭୂତ ମାନେ ବୋଲ ମାନୁଛନ୍ତି। ହଁ ନାଇଁ ସେବେ ବି ମାନିଥାନ୍ତେ କିନ୍ତୁ ହୁଁ ସେଇଟା ତାଙ୍କର ଇଚ୍ଛା ବିରୁଦ୍ଧରେ ହେଇଥାନ୍ତା ଏବେ ସେମାନେ ଖୁସିରେ ମୁଁ ଯଦି ଗୋଟେ କଥା କହୁଛି 10ଟା କଥା କରିକି ଆସୁଛନ୍ତି ମୁଁ କହିଲି ଆରେ ଟିକେ ବୋଲେ ସେ ପୁରା ତା ମୁଣ୍ଡଟାକୁ ସେଟା ବୁଲେଇ ଦେଇକି ଆଉଛନ୍ତି ତାହେଲେ ଆପଣ ଦେଖୁନ ଅଟକେଇ ଦେଲେ ଆପଣ ଏଇ ଯୋଉ ବାତ୍ୟା ଫାତ୍ୟା ଟାକୁ ଆପଣ କହୁଛନ୍ତି ଆଉ ଲୋକ ଡରିବାର କିଛି ନାହିଁ। ନାଇଁ ଲୋକ କିଛି ଡରିବା ନାହିଁ ଲୋକ ଶାନ୍ତି ଶୃଙ୍ଖଳାରେ ରୁହନ୍ତୁ କିଛି ଅସୁବିଧା ନାହିଁ ଲୋକ ଖାଇ ପିଇକି ଆରାମରେ ଶୁଅନ୍ତୁ ଆଉ ବର୍ଷାକୁ ଡରିବେନି ବର୍ଷା ଯୋଉ ହବନି କେମିତି ହବ ବର୍ଷା ନହେଲେ ଧାନ ପାଇନା ଥୋଡୁ ହେଇଛି ଧାନର ଦିନ ଏଇଟା